ଆଶ୍ଚର୍ଯ୍ୟ ଲାଗେ ଆମ ଜଗତସିଂହପୁରରେ ଏପରି ଅନେକ ଐତିହାସିକ ଓ ବିରଳ କୀର୍ତ୍ତିରାଜି ରହିଛି ଯାହାକି ଆଜି ବି ଲୁକାୟିତ ଅବସ୍ଥାରେ ଅଛି। ଯେପରିକି କାଦୁଆପଡ଼ା ଗ୍ରାମର ଗ୍ରାମଦେବତୀ ଭାବେ ପୂଜିତା ଅମ୍ବିକାଇ ଦେବୀ। ମୂର୍ତ୍ତିତତ୍ତ୍ୱ ଅନୁସାରେ ଏହି ଦେବୀ ହେଉଛନ୍ତି ବୌଦ୍ଧ ଧର୍ମର ଆଲୋକ ବା ସକାଳର ଦେବୀ ମାରିଚି। ଏହି ବୌଦ୍ଧ ଧର୍ମର ଆଲୋକର ଦେବୀ ମାରିଚିଙ୍କ ସହ ହିନ୍ଦୁ ଧର୍ମର ଆଲୋକର ଦେବତା ସୂର୍ଯ୍ୟଙ୍କ ଅନେକ ସାମଞ୍ଜସ୍ୟ ରହିଛି। ମାରିଚିଙ୍କ ରଥକୁ 7ଟି ଶୂକର ଟାଣୁଥିବା ବେଳେ ସୂର୍ଯ୍ୟଙ୍କ ରଥକୁ 7ଟି ଘୋଡ଼ା ଟାଣିଥାନ୍ତି। ମାରିଚିଙ୍କ ରଥର ସାରଥୀ ହେଉଛନ୍ତି ରାହୁ ଓ ସୂର୍ଯ୍ୟଙ୍କ ରଥର ସାରଥୀ ହେଉଛନ୍ତି ଅରୁଣ। ଦେବୀଙ୍କର 3ଗୋଟି ମୁଖ ରହିଛି। ମୁଖ୍ୟ ମୁଖର ନାମ ହେଉଛି ଶୁଭ୍ର, ଯାହାକି ସୌମ୍ୟ ଓ କରୁଣାର ପ୍ରତୀକ। ଡାହାଣ ମୁଖର ନାମ ହେଉଛି ରକ୍ତ, ଯାହାକି ଉଜ୍ଜ୍ୱଳତା ଓ ପ୍ରଚଣ୍ଡ ଶକ୍ତିର ପ୍ରତୀକ। ବାମ ମୁଖର ନାମ ହେଉଛି ବାରାହୀ, ଯାହାକି କ୍ରୋଧ ଓ ଶତ୍ରୁର ବିନାଶର ପ୍ରତୀକ। ଦେବୀଙ୍କର 8ଗୋଟି ହାତ ରହିଛି ଓ ମୁଖ୍ୟ ଆୟୁଧ ହେଉଛି ଛୁଞ୍ଚି ଓ ସୂତା, ଯାହାଦ୍ୱାରା ସେ ଶତ୍ରୁଙ୍କ ମୁଖକୁ ସିଲେଇ କରିଦିଅନ୍ତି। ବୌଦ୍ଧ ପରମ୍ପରାରେ ବିଶ୍ୱାସ କରାଯାଏ ଯେ ମାରିଚିଙ୍କ ସ୍ମରଣ କଲେ ମଣିଷ ଚୋର, ହିଂସ୍ରଜନ୍ତୁ ଏବଂ ଶତ୍ରୁଙ୍କ କବଳରୁ ରକ୍ଷା ପାଇଥାଏ। ମାରିଚି ଶବ୍ଦର ଅର୍ଥ ହେଉଛି କିରଣ। ସେ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକକୁ ବିସ୍ତାର କରିଥାନ୍ତି। କାଦୁଆପଡ଼ାର ଦେବୀ ମାରିଚିଙ୍କ ଭଳି ଜଗତସିଂହପୁର ଜିଲ୍ଲାର ଅନ୍ୟ ଲୁଚି ଯାଇଥିବା ବୌଦ୍ଧ କୀର୍ତ୍ତିଗୁଡ଼ିକୁ ଆଗକୁ ଆମେ ଲୋକଲୋଚନକୁ ଆଣିବା।